हेलो। हेलो। नमस्कार मिश्र बाबू। नमस्कार। आज्ञा मु कॉल करथि डेकोरेशन ऑफिस रु। आज्ञा कहूनाहांती। आज्ञा मु कहली आपनकर कोठी तंबुटा बंधा हबो। कोई जागारे? डेकोरेशन ऑफिस ରୁ ସାର୍ କଲ୍ କରିଥିଲି। ଆମର କିଛି ଡେकोरेସନ ମାନେ ହବାର ନାହିଁ। ଏଇ ନମ୍ବରରେ ତ ରେଜିଷ୍ଟ୍ରେସନ ଅଛି ଆପଣ ନା ମିଶ୍ର କହୁଛନ୍ତି ତ? ହଁ ହଁ। ଆଜ୍ଞା ତ ଆପଣଙ୍କ ଏଇ ନମ୍ବରରେ ରେଜିଷ୍ଟ୍ରେସନ ଅଛି କି ଆପଣଙ୍କର କାଲି ଗୋଟେ ଅକେଜନ ଅଛି ମ୍ୟାରେଜ ପାର୍ଟି ବୋଧେ? ଆଚ୍ଛା ଆଚ୍ଛା ହଁ ହଁ ଭିଏସଏସ ନଗରରେ ଅଛି। କୋଉଠି? ଭିଏସଏସ ନଗର। ଇସେସ୍ ନଗର ତ ନୁହେଁ ଏଠି ଆଉ ଲୋକେସନ କିଛି ଅଲଗା ଅଛି। କୋଉଠି ଅଛି? ଆଜ୍ଞା ଏଇଟା ଝାଟିସାର କୋଉଠି ଲାଗିଛି ତ? ହଁ ହଁ ଝାଟିସାର ଲାଗିଛି ତ। ଆଜ୍ଞା ତ ଆପଣଙ୍କର ରେଜିଷ୍ଟ୍ରେସନ ଅଛି କି କାଲି ଆପଣଙ୍କର ଗୋଟେ ଅକେଜନ ଅଛି ମ୍ୟାରେଜ ପାର୍ଟି ତ ତମ୍ବୁ ବନ୍ଧା ହବ। ତମ୍ବୁ ବନ୍ଧା ହବ ଯେ ସେଇଟା ଆମର ଭିଏସଏସ ନଗରରେ ଝାଟିସାର ହଉଛି ଆମର ପ୍ରପର ଗାଁ। ତମ୍ବୁଟା ଦରକାର ଅଛି ଭିଏସଏସ ନଗରରେ। ଆପଣଙ୍କୁ ଆମେ କୋଉଠି ଡେଲିଭର କରିବୁ ତମ୍ବୁ? ଭିଏସଏସ ନଗର ମଞ୍ଚେଶ୍ଵର। ମଞ୍ଚେଶ୍ଵରରେ କଣ ପାଇଁ? ହଁ କାହିଁକି ନା ଆମର ମଞ୍ଚେଶ୍ଵରରେ କାମ ଅଛି ନା। ନାଇଁ ନାଇଁ ମଞ୍ଚେଶ୍ଵରରେ କେମିତି ହେଇପାରିବ ଆପଣ ଆଡ୍ରେସ ଦେଇଛନ୍ତି ଗୋଟେ କହିବେ ଆଉ ଗୋଟେ। ସେମିତି ନା ନା ମୁଁ ଆଡ୍ରେସ ଦେଇଛି ବିବିଏସ୍ଆର। ମଞ୍ଚେଶ୍ଵର ବିବିଏସ୍ଆର ଦେଇଛି ଦେଖନ୍ତୁ ଆପଣ ଟିକେ ଠିକ ସେ ଦେଖନ୍ତୁ। ନାଇଁ ନାଇଁ ଆପଣ ଯୋଉ ଆଡ୍ରେସ କହିଲେ ସେଇ ଆଡ୍ରେସ ରେ ହିଁ ଅଛି। ନାଇଁ ଝାଡେଶ୍ଵରପୁର ଟା ହଉଛି ଆମ ପ୍ରପର ଗାଁ ଏରିଆ। ବାକି ମୋ ଡକୁମେଣ୍ଟରେ ଥିବ କି ଝାଡେଶ୍ଵରପୁର। ବାକି କିନ୍ତୁ ଆମର ଦରକାର ଅଛି ବିବିଏସ୍ଆର ମଞ୍ଚେଶ୍ଵର। ଆଚ୍ଛା ଆଚ୍ଛା। ଆଜ୍ଞା। ତାହେଲେ କଣ କହୁଛନ୍ତି ଚାରି ଖଣ୍ଡ ବାଉଁଶ ଗୋଟେ ପାଲ ନେଇଗଲେ ହବ ତ? ହଁ ହଁ ହେଇଯିବ। ମୁଁ କହିଲି ଡେଲିଭରି ଟା କୋଉଠି ହବ କହୁନାହାନ୍ତି? ଡେଲିଭରି କରନ୍ତୁ ଯଦି ଡେଲିଭରି କିଛି ନ ହଉଛି। ଆପଣ ମଜାକ କରୁଛନ୍ତି କି? ନା ନା ମୁଁ ସିରିୟସଲି ଅଛି ପୁରା। ନାଇଁ ଆପଣ ମଜାକ କରୁଛନ୍ତି ବୋଧେ। ନା ନା ମୁଁ ସିରିୟସ ଅଛି ମଜାକ କାଇଁ କରିବି। ତ ଚାରି ଖଣ୍ଡ ବାଉଁଶ ମୁଁ ଯାହା କହୁଥିଲି ପଠେଇବି ବୋଲି ଆଉ ଚାରି ଖଣ୍ଡ ପଠେଇ ହବନି ଦି ଖଣ୍ଡରେ ଆଡଜଷ୍ଟ କରନ୍ତୁ ହେଲା। ନା ନା ଦିଖଣ୍ଡ ହବନି। ନାଇଁ ଆପଣଙ୍କୁ ଦି ଖଣ୍ଡରେ ହିଁ ଆଡଜଷ୍ଟ କରିବାକୁ ପଡିବ ଚାରି ଖଣ୍ଡ ଆଉ ଦେଇ ହବନି। କେମିତି ହବ? ମୁଁ ଯାହା ଭାବୁଥିଲି ଗେଣ୍ଡୁ ମାଳ ପଠେଇବି ଆଉ ଗେଣ୍ଡୁ ମାଳ ଦେଇପାରିବିନି ପୁଳାଏ ମନ୍ଦାର ଫୁଲ ତୋଳିକି ପଠେଇଦେବି। ନା ନା ମ ଆପଣ ମଜାକ କରୁଛନ୍ତି। ଆପଣ ମୋ ସାଙ୍ଗରେ ମଜାକ କରୁଛନ୍ତି ମୁଁ କଣ ପପୁ ପମ୍ପମ୍। ମୁଁ ରାଗିଗଲି। ନାଇଁ ନାଇଁ ଆପଣ ରାଗିବେ କେମିତି ହବ। ମୁଁ ରାଗିଗଲି ବୁଝିଲେ। ମୁଁ ବୁଝେଇଦେବି ଆପଣଙ୍କୁ। ଆଉ ଯାହା ଭାବୁଥିଲି ଆପଣଙ୍କ ମ୍ୟାରେଜ ଅକେଜନ ରେ ଦି ତିନିଟା ଛେଳି ପଠେଇଦେବି କିନ୍ତୁ ଆଉ ଛେଳି ପଠେଇବିନି। ଆଉ କଣ ପଠେଇବେ? ଚୁଡା ଦିତିଲି କେଜି ଖଣ୍ଡେ କିଣିକି ପଠେଇଦେବି ଆଉ। ନା ସେ ଚୁଡା କିଏ ଖାଉଛନ୍ତି? ଚୁଡା କଦଳୀ କଷା କରିଦେବେ ହେଲା। ନା ନା ଆପଣ ଗୋଦା ପଠେଇ ଦିଅନ୍ତୁ ଆମେ କଷାଳିଆ ଲାଗୁ ଖାଇଦବୁ କିନ୍ତୁ ଚୁଡା ଖାଇବୁନି। ଜାଣିପାରୁଛନ୍ତି ତ ମୁଁ ଡେକୋରେସନ ଅଫିସ ରୁ କଲ୍ କରୁଛି। ଆଜ୍ଞା 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 କ ଛେଳି ଗୁଡାକ ଫିମେଲ। ସେଇଥିପାଇଁ ଖାଇ ହବନି ମେଲ ଦେଇଦେବେ ପଦା। ନାଇଁ ଆପଣଙ୍କ ଗତିବିଧି କିଛି ମତେ ଆଉ ଭଲ ଲାଗୁନି। ନାଇଁ ଏମିତି କେମିତି କହିଲେ ହବ। ରେଜିଷ୍ଟ୍ରେସନ କରିଥିଲେ। ଆଜ୍ଞା ଆପଣଙ୍କ ନମ୍ବର ଟା କିଏ ରେଜିଷ୍ଟ୍ରେସନ କରିଥିଲେ ଆପଣ କରିଥିଲେ ନିଜେ? ନାଇଁ ମୋ ଭାଇ କରିଥିଲା। ସେଥିପାଇଁ ଆପଣ ଇଆଡୁ ସିଆଡୁ କହୁଛନ୍ତି ଆଉ ଆପଣ ଭାଇଙ୍କୁ ଫୋନ ଦେଲେ। ମୋ ଭାଇ ତ ନାହିଁ। ଆଉ ଭାଇ କୁଆଡେ ଗଲେ? ନାଇଁ ମୋ ଭାଇ ବାହାଘର ଫାହାଘର ଖୋଜୁଥିଲା ତ ଭାଇ କରିଦେଇଛି। ଭାଇ ଯାଇ ମାନେ ଝିଅ ବି ଏପର୍ଯ୍ୟନ୍ତ ଠିକ ହେଇନାହାନ୍ତି। ନା ବା। କିନ୍ତୁ ଡେକୋରେସନ ଅଫିସ ରେ ଆସି ରେଜିଷ୍ଟ୍ରେସନ କରିଦେଇ ଯାଇଛନ୍ତି। ଆ କାଲି ଯଦି ହେଇଯିବେ ସେଇ ହିସାବରେ ସେଇ ପ୍ଲାନରେ ଅଛି। କାଳେ ଯଦି କହି ହଉନି ନା ଯଦି ଝିଅ ମିଳିଗଲେ ଆଚ୍ଛା ଟିକେ ରହିଲେ ମୁଁ ଯଦି ଭୁଲ ନମ୍ବର ଲଗେଇ ଦେଇଥିବି। ଆଜ୍ଞା ଆଜ୍ଞା ହ୍ୟାଲୋ ହଁ ଆଜ୍ଞା ଆପଣ ଗୁଆ ବେପାର କରନ୍ତି ତ? ଗୁଆ ବେପାର ଆଜ୍ଞା ସେଇଟା କଣ? ଗୁଆ ଗୁଆ ମାନେ ଜାଣିନାହାନ୍ତି କଣ? ଆପଣ କଣ ଏମିତି ହସୁଛନ୍ତି? ଆପଣ କାଇଁ ହସିଲେ କହିଲେ? ହସ ଲାଗୁଛି ଆପଣଙ୍କ କଥା ଶୁଣିକି ଗୁଆ ଜାଣିଛନ୍ତି ଓଡିଶାରେ ଅଛନ୍ତି ମାନେ ଓଡିଶାରେ ରହୁଛନ୍ତି ନା କୋଉଠି ରହୁଛନ୍ତି ଆପଣ? ମତେ ଲାଗୁଛି ମୁଁ ଫରେନରେ ରହୁଛନ୍ତି। ନା ନା ମୁଁ ଓଡିଶାରେ ରହୁଛି ଓଡିଶା ଭୁବନେଶ୍ଵର। ଓଡିଶା ଫ୍ରମ ଭୁବନେଶ୍ଵର ତ ଆଜ୍ଞା ଗୁଆ ବେପାର ଜାଣିନାହାନ୍ତି କଣ ଭୁବନେଶ୍ଵର ଛୁଆ ଆଉ। ଆଜ୍ଞା ଆଜ୍ଞା ମୋ ଆଜ୍ଞା ଗାଁରେ ଟିକେ କମ ଓଡିଶା ଭୁବନେଶ୍ୱର ଟିକେ ଅଧିକା ମାନେ ଗୁଆ କହିଲେ ଆପଣ ସଡନ ମୁଁ ବୁଝିପାରିଲିନି। ହୁଁ ଶୁଣନ୍ତୁ ଆପଣ ନାରାୟଣ ମିଶ୍ର କହୁଛନ୍ତି ତ? ପୁରା ପ୍ରପର ନାରାୟଣ ଆଧାର କାର୍ଡ ପଠେଇବି?
ନାଇଁ ନାଇଁ ଦରକାର ନାହିଁ, ଏଠି ଅଛି ଆଧାର କାର୍ଡ ଅଛି, ମୁଁ ଆପଣଙ୍କୁ ପଠେଇବି ଆପଣଙ୍କ ଆଧାର କାର୍ଡ ଟା। ମାନେ ମୋ ଡକ୍ୟୁମେଣ୍ଟ ଆପଣଙ୍କ ପାଖରେ ଅଛି? ହଁ ଆପଣ ବା ରେଜିଷ୍ଟ୍ରେସନ କରିଛନ୍ତି ଗୁଆ ବେପାର କରୁଛନ୍ତି ବୋଲି, ଆପଣଙ୍କ ଗୁଆ କ୍ୱାଲିଫିକେସନ ଏଠି ପଡିଛି ଗୁଆ ବେପାର କରନ୍ତି, ଫୁଲ ବେକାରିଆ। ହେ ମ୍ୟାଡାମ ଏତେ ଇନସଲ୍ଟ ଭଲ ଲାଗୁନି। ତ ଆପଣ ଗୁଆ ବେପାର କରିକି କେମିତି ଡେକୋରେସନ କରିବେ କହିଲେ? ଲୋନ ଫୋନ କରିଦେଇଛନ୍ତି ବୋଧେ? ଲୋନ ନା, ଲୋନ ଚାଲିଛି ମୋର 3ଟା ଲୋନ ଚାଲିଛି। 3ଟା ଗାଡିରୁ 3ଟା ଲୋନ ଚାଲିଛି। 3ଟା ଗାଡି? ଆଜ୍ଞା। କୋଉ କୋଉ ଗାଡି ଆଣିଛନ୍ତି? ମୋର ଅଛି ଗୋଟେ ଡିଜାର ଗୋଟେ ଅଛି। ହୁଁ। ଆଉ ଗୋଟେ ଅଛି ଆମର ହୁଣ୍ଡାଇ କ୍ରେଟା ଜାଣିଥିବେ? ହୁଣ୍ଡାଇ କ୍ରେଟା ଗୋଟେ ଅଛି। ଖାଲି ଟ୍ରେନ ଫ୍ରେନ୍ କିଣିଛନ୍ତି ବୋଧେ? ନା ନା ମ୍ୟାଡାମ ଆପଣ ଏମିତି କହିଲେ ଭଲ ଲାଗିବ। ଭଲ, ଆପଣ ଡହରା କରୁଛନ୍ତି ଆଉ କଣ କହିବି, ଆପଣଙ୍କ ରେଜିଷ୍ଟ୍ରେସନ ଅଛି, ଆପଣ ଡେକୋରେସନ କରିବା ପାଇଁ କି ମାନେ ଏଠି ରେଜିଷ୍ଟ୍ରେସନ କରିକି ନା ଯାଇ ମୁଁ ଡହରା କଲି କଣ, ମୁଁ ଡହରା କଲି? ଆପଣ ଡହରା କରୁନାହାନ୍ତି ଆଉ କଣ, ଆପଣଙ୍କ ଆଡ୍ରେସ ଗୋଟେ ଆପଣ କହୁଛନ୍ତି ଆଉ ଗୋଟେ ଆଡ୍ରେସ, ଭୁଲ ଭାଲ କଥା କହିଲେ ପୁଣି ଡେଲିଭରି ନା ନା ମୁଁ ଶୁଣନ୍ତୁ, ମୁଁ ଆଡ୍ରେସ କହିଛି ଠିକ ଅଛି, ଝାଡେଶ୍ୱରପୁର ଆଡ୍ରେସ ମୋର ଅଛି। ହୁଁ। ପ୍ରପର ଆଡ୍ରେସ ମୋର ଗାଁ ଆଡ୍ରେସ ଅଛି ଝାଡେଶ୍ୱରପୁର। ମତେ କୁହନ୍ତୁ ବର କିଏ? ବର ମୁଁ ନିଜେ। କଣ ହସିଲେ, ଆପଣଙ୍କୁ ଭଲ ଲାଗିଲାନି କି? ଆପଣ ଗୁଟକା ଖାଇଛନ୍ତି ନା କଣ? ନାଇଁ ତ, ନାଇଁ ଆକ୍ଚୁଆଲି ମୋ ପାଟି ଟିକେ ଲାଗେ, କାହିଁକି ନା ମୁଁ ଛୋଟବେଳେ ଜନ୍ମ ହେଲା ବେଳେ ଦକ୍ଷିଣ ଦିଗକୁ ଅନେଇଥିଲେ। ହଁ ହଁ, ଆପଣ କେମିତି ଜାଣିଲେ? ଏଇ ଆଧାର କାର୍ଡ ରେ ଲେଖା ଅଛି। ସେଇଟାରେ ଲେଖା ହେଇଛି? ମ୍ୟାମ ଆପଣ ବୁଝିଲେ ପୁରା ନଟି। ହଉ ଛାଡନ୍ତୁ, ଆପଣ କଣ କହୁଛନ୍ତି କହିଲେ? ନାଇଁ ମୁଁ କହୁଛି କି ଆପଣ ପଠେଇ ଦିଅନ୍ତୁ ଆଉ। 2 ଖଣ୍ଡ ବାଉଁଶ ଆଡଜଷ୍ଟ କରିବେ ତ? ନା ନା ନା, କେମିତି କି କଥା ମ୍ୟାଡାମ ଆପଣ କହୁଛନ୍ତି? ନାଇଁ 2 ଖଣ୍ଡ ବାଉଁଶ ନେଇଯାଆନ୍ତୁ, କିଲେ ଚୁଡା ପଠେଇ ଦଉଛି। ଆଉ ଗେଣ୍ଡୁ ଫୁଲ ଦେବି ବୋଲି ଭାବୁଥିଲି ଆଉ ଦେଇ ହବନି ବୁଝିଲେ। ମ୍ୟାଡାମ ତୋଳିକି ମୁଁ ଗୋଟେ ଟ୍ରାଭେଲସ ଏଜେନ୍ସି, ମାର୍କେଟରେ ମୋର ଭାଲ୍ୟୁ ଟିକେ କହିବାକୁ ଗଲେ ବହୁତ ଅଛି। ବୁଝିପାରିଲେ, ଆପଣଙ୍କ ତ ପାଖରେ ଅଛି? ଶୁଣନ୍ତୁ ମ୍ୟାମ ଶୁଣନ୍ତୁ ଟିକେ। ହୁଁ। ମାର୍କେଟରେ ମୋ ଭାଲ୍ୟୁ ଟିକେ ଅଛି, ତ ଆପଣ 2 ଖଣ୍ଡ ବାଉଁଶ ମାନେ ଚୁଡା ଦେବେ, ମତେ ମତେ କାଇଁ ଲାଗିବ ଇନସଲ୍ଟ ଲାଗିବନି? ତାହେଲେ ମତେ ଆପଣ ଏତେ ଛୋଟକାଟିଆ ଡେକୋରେସନ ଅଫିସ ରେ କାଇଁ ରେଜିଷ୍ଟ୍ରେସନ କରି ଯାଇଛନ୍ତି? ଯଦି ଆପଣଙ୍କ ନା ବଜେଟ ଉପରେ କିଛି ଟେନସନ ନାହିଁ, ଆପଣ କେତେ ବଜେଟ ବଢେଇ ପାରିବେ, ମୁଁ ବଢେଇବାକୁ ରେଡି ଅଛି। ସେ ଯାହା ବି ହଉ, ଆପଣ ଗୁଆ ବେପାର କରୁଛନ୍ତି, ମୋ ଜେଜେମା ପାଇଁ ଗୁଆ କିଲେ ଆଣିକି ଦେଇଦେବେ ତ? ନାଇଁ ମୁଁ ଗୁଆ ବେପାର କରେନି ଆଜ୍ଞା। ଯଦି କହିବେ, ଯଦି କହିବେ ମୁଁ ଆମ ଗାଁରୁ ଗୁଆ ଗୋଟେଇକି ଦେଇଦେବି। ନାଇଁ ମୋଠି ନାଇଁ ଶୁଣନ୍ତୁ, ଆପଣ ଗୁଆ ବେପାର କରନ୍ତି, ଆଧାର କାର୍ଡ ରେ ପଡିଛି, ମୁଁ କଣ ମିଛ କହିବି ଆପଣଙ୍କୁ କହିଲେ? ମ୍ୟାଡାମ ମୁଁ ବି ଏତିକି ମାନେ ବୋକା ନୁହେଁ କି ଆପଣ କହିବେ ଗୁଆ ବେପାର ପଡିଛି ଆଧାର କାର୍ଡରେ ପଡିବ। ଗୁଆ ବେପାର କୋଉଠି ଆଧାର କାର୍ଡରେ ଲେଖା ହେଇଥାଏ ମ୍ୟାମ କହିଲେ ଆପଣ? କ୍ୱାଲିଫିକେସନ ସାର୍ ଲେଖା ହେଇଛି ପଛପଟେ ଦେଖନ୍ତୁ ଆପଣଙ୍କ ଆଧାର କାର୍ଡ। ଆଧାର କାର୍ଡ ପଛପଟେ କେବେଠୁ ଲେଖା ହେଲାଣି ଗୁଆ ବେପାରୀ। ଆଧାର କାର୍ଡ କ୍ୱାଲିଫିକେସନ କେବେଠୁ ପଛପଟେ ଲେଖା ହେଲାଣି ଆପଣ ଟିକେ କହିଲେ? ଏଇ ଯୋଉମାନେ ଆପଣ ଫରେନ ରେ ରହୁଛନ୍ତି ବୁଝିଲେ। ନାଇଁ ନାଇଁ ଫରେନ ନାଇଁ ଓନ୍ଲି ଫର ବିଦେଶ। ଖାଲି ବିବିଏସ୍ଆର ଆପଣ ପାନ ଖାଇଛନ୍ତି କି? ନା ନା ପାନ ମୁଁ ଖାଏ ହିଁ ନାହିଁ। ଲାଗୁଛି ପାନ ଖାଇଲା ପରିକା। ସିରିଏସଲି ମ୍ୟାମ ପାନ ମୁଁ ଖାଏ ହିଁ ନାହିଁ। ଆପଣଙ୍କୁ ଲାଗୁଥିବ କି ମୋ ପାଟି ଲାଗୁଛି ବୋଲି କାହିଁକି ନା ମୁଁ ପାନ ଫାନ କିଛି ଖାଏନି। ବାକି ମୋ ଭଏସ ଟା ହିଁ ସେଇଆ। ଆଚ୍ଛା ଆଚ୍ଛା ଆଉ ଆଜ୍ଞା ଆପଣ ତାହେଲେ ନିଜେ ବର? ଆଜ୍ଞା ଆଜ୍ଞା ଝିଅ ମିଳୁ ଝିଅ ତ ଖୋଜୁଛି। ମାନେ କାଲି ଆପଣଙ୍କ ବାହାଘର ଏ ପର୍ଯ୍ୟନ୍ତ ଝିଅ ଯୋଗାଡ ହେଇନି? ଆଉ ଝିଅ ହିଁ ଖୋଜୁଛି ଆ ଡେକୋରେସନ ଘର ଆଗରେ ଡେକୋରେସନ ଟା ହେଇଗଲେ ହୁଁ। ମିନିମମ ତ ଝିଅ ତ ଘର ଆମର ଯେମିତି ଅଛି ଆଗେ ଟିକେ ଭଲ କି ଡେକୋରେସନ କରିଦେଲେ ହୁଁ। କୋଉ ଝିଅ ତ ରାଜି ହେଇଯିବ ନା ରାଜି ତାଙ୍କ ଫ୍ୟାମିଲି ଆସିବେ ଦେଖିବେ ତ ରାଜି ହେବେ ନା ସେଥିପାଇଁ। ଆପଣ ପୁରା ଆଡଭାନ୍ସ ଲେବୁଲ ର ଭାବୁଛନ୍ତି ବୁଝିଲେ। ଆଡଭାନ୍ସ ଭାବିଲି। ହୁଁ ପୁରା ଆଡଭାନ୍ସ ଭାବି ଦେଇଛନ୍ତି। ଏକାଥରେ ବା ମାନେ ସେ ରାଜି ହେବେ ନହେବେ କିଛି ଜାଣିନାହାନ୍ତି ଆପଣ ପୁରା ତମ୍ବୁ ବାନ୍ଧିବା ପାଇଁ ବସିଲେଣି। ନା ଆପଣ ସତ କଥା କହିଲେ ଆପଣ କିଏ କହୁଛନ୍ତି ମାନେ ମୁଁ ଆପଣ ମଜା ମୁଁ ଜାଣିଲି ଆପଣ ମଜା ମତେ ଲାଗିଲା ମଜା କରୁଛନ୍ତି ବୋଲି ମୁଁ ମଜା କରୁଛି ସତରେ ସିରିୟସଲି ଏବେ କହୁଛି ଅଛି ଆପଣ କିଏ ଶୁଣନ୍ତୁ ମୁଁ ବି ସେତେବେଳୁ ସକ ଅଛି ଆପଣ ପଚାରି ନାହାନ୍ତି କାହିଁ କିଏ କହୁଛନ୍ତି ବୋଲି। ମୁଁ ଆକ୍ଚୁଆଲି ମୁଁ ଭାବିଲି କି ମୋ କିଏ ଗୋଟେ ରିଲେଟିଭ କିଏ ମୋ ସହିତ ମାନେ ମାନେ ମସ୍ତି କରୁଛନ୍ତି ସେଥିପାଇଁ ମୁଁ ଭାବିକି ମଜାକ କରୁଥିଲି ଆପଣ ସତ କଥା ଆପଣ କିଏ କହୁଛନ୍ତି?
ଆଚ୍ଛା ଆଚ୍ଛା ତାହେଲେ ଶୁଣନ୍ତୁ ମୁଁ ଗୁଗୁଲ ରୁ କଲ୍ କରୁଛି ଗୁଗୁଲି। ଗୁଗଲି? ମୋ ନାଁ ଗୁଗୁଲି।